ସକାଳ ଖବରରେ ଆପଣମାନଙ୍କ ପାଇଁ ଦୁଇଟା ବହୁତ ବଢ଼ିଆ ଖବର ରହିଛି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ ପ୍ରକ୍ରିୟା ସମ୍ପାଦନ କରିଛନ୍ତି, ଯେମିତିକି ଆପଣ ସେଲ୍ଫ ସର୍ଭେ କିମ୍ବା ଆସୋସିଏଟ୍ ସର୍ଭେ ପ୍ରକ୍ରିୟା କରିଛନ୍ତି, କିନ୍ତୁ ଆପଣ ଅପେକ୍ଷା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆମକୁ କେବେ ମିଳିବ। ଏ ନେଇ ସରକାରଙ୍କ ତରଫରୁ ଆପଣମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। କେଉଁ କେଉଁ ଜିଲ୍ଲାରେ କେତେ ଆବାସ ଘର ସରକାର ପ୍ରଦାନ କରିବେ, ଏହାକୁ ନେଇ ବହୁତ ବଡ଼ ଅପଡେଟ୍ ରହିଛି। ଆପଣମାନେ ଡିସେମ୍ବର ସୁଦ୍ଧା ଆବାସ ଘର ପାଇପାରିବେ, ଯାହା ସରକାରଙ୍କର ବଡ଼ ଘୋଷଣା ରହିଛି। ଏହା ସହିତ ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ମଧ୍ୟ ବହୁତ ବଡ଼ ଖୁସି ଖବର ରହିଛି। ଚତୁର୍ଥ କିସ୍ତି ଆପଣମାନଙ୍କୁ କେବେ ମିଳିବ, ସେଥିପାଇଁ ସରକାର ନୂଆ ଲିଷ୍ଟ ଜାରି କରିଛନ୍ତି କି ସୁଭଦ୍ରା ଯୋଜନାକୁ ନେଇ ସରକାର ରିସେଣ୍ଟଲି କ'ଣ ଅପଡେଟ୍ ଜାରି କରିଛନ୍ତି, କେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବେ, ଯେଉଁମାନେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇନାହାନ୍ତି ସେମାନେ ପାଇବେ କି ନାହିଁ, ଏ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ତ ଏହି ସକାଳର ଖବରରେ ଆପଣମାନେ ଦୁଇଟି ଭଲ ଖବର ଜାଣିବା ପାଇଁ ପାଇବେ। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ଯାହା ଖବରରେ ପ୍ରକାଶିତ ହୋଇଛି, ଆପଣମାନଙ୍କର ଅଧାଗଢ଼ା 1.88 ଲକ୍ଷ ଘର ଡିସେମ୍ବର ସୁଦ୍ଧା ଶେଷ କର। ତ ସରକାରଙ୍କ ତରଫରୁ ଏହି ନୋଟିସଟି ଆସିଛି। ଦେଖନ୍ତୁ ଖବରରେ କ'ଣ ମେନସନ୍ ରହିଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧା ପାନ୍ତାରିଆ ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରୁନାହିଁ। ଏହାକୁ ନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନଭେମ୍ବର 20ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପକ ନିର୍ଦ୍ଦେଶକ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ PMAYGରେ ମାତ୍ର 1,14,357 ଘର ସମ୍ପୂର୍ଣ୍ଣ ହୋଇଛି। ତାପରେ ଆପଣମାନଙ୍କର 3,26,582 ଘର ଏବେ ଅଧା ପାନ୍ତିରିଆ ହୋଇ ରହିଛି। ଦେଖନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଲକ୍ଷ ଲକ୍ଷ ଲୋକଙ୍କୁ ସରକାର ସାହାଯ୍ୟ କରିପାରୁନାହାନ୍ତି। କାହିଁକି ସାହାଯ୍ୟ କରିପାରୁନାହାନ୍ତି? ଆପଣମାନଙ୍କର 1,14,357 ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ 3,26,582 ଘର ଅଧା ଖାଣ୍ଡିଆ ହେଇକି ରହିଛି। ସରକାର ବାକି ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିପାରୁନାହାନ୍ତି। କାହିଁକି ପ୍ରଦାନ କରିପାରୁନାହାନ୍ତି? ଯୋଉଟାକି ଅନେକ ହିତାଧିକାରୀମାନେ ସେମାନଙ୍କର ଘର ଅଧା କରିକି ରଖିଛନ୍ତି, ସମ୍ପୂର୍ଣ୍ଣ କରୁନାହାନ୍ତି। ମାତ୍ର 1,14,357 ଘର ସମ୍ପୂର୍ଣ୍ଣ ହୋଇଛି। ବହୁତ ଘର ଅଧା ଏମିତି ରହିଛି ଯୋଉଟାକି ଆପଣମାନଙ୍କର 3,26,582 ଘର ଆପଣମାନଙ୍କର ଅଧା ହୋଇକି ରହିଛି, ସେମାନେ ସମ୍ପୂର୍ଣ୍ଣ କରିନାହାନ୍ତି। ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି, ଯୋଉଟାକି 20ରେ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ଯେ ହିତାଧିକାରୀମାନଙ୍କୁ ଟାର୍ଗେଟ ଦିଅ, ଡିସେମ୍ବର ସୁଦ୍ଧା ଯେମିତି ସେ ତାଙ୍କର ଘର କମ୍ପ୍ଲିଟ କରିବେ। ଆସନ୍ତୁ ଆଉ କ'ଣ ମେନସନ୍ ରହିଛି ଦେଖିବା। ବଡ଼ କଥା ହେଲା, ଅଧା ପାନ୍ତାରିଆ ଘର ମଧ୍ୟରୁ 1,38,319 ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ 1,88,263 ଅଧା ପାନ୍ତାରିଆ ଘର ରହିଛି, ତାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପକ ନିର୍ଦ୍ଦେଶକ ସବୁ ଜିଲ୍ଲାପାଳଙ୍କୁ ଦିନିକିଆ ଟାର୍ଗେଟ ମଧ୍ୟ ପ୍ରଦାନ କରିଛନ୍ତି। ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରତିଦିନ 55ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବାଲେଶ୍ୱରରେ 200 ଘର। ତ ଦେଖନ୍ତୁ ଅନୁଗୁଳରେ ଆପଣମାନଙ୍କର 55ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବାଲେଶ୍ୱରରେ ଆପଣମାନଙ୍କର ସେଇଭଳି 200ଟି ଘର ସମାପ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବରଗଡ଼ରେ ଦେଖନ୍ତୁ କେତୋଟି, ତ ସେହିପରି ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ
निर्देश दिया जाइछि 399 घर आवास घर समाप्त करिवे बलांगीर रे आपण मानकर जोटा कि 185 घर समाप्त करिवे। तापर आसंतु आउ कोन मेंशन रहिछि देखिबा। तापर आपण मानकर बौद्ध रे 183, कटक रे 18, देवगढ़ रे गोटिए, ढेंकानाल रे 70टी, गजपति रे 111टी, गंजाम रे जगतसिंहपुर रे 6टी, जाजपुर रे 16टी, झारसुगुड़ा रे 20टी, कलाहांडी रे 209टी, केंद्रापड़ा रे 119टी, केन्दुझर रे 171टी, खुर्दा रे 13टी, कोरापुट रे 338टी, मालकानगिरी रे 154टी, मयूरभंज रे 927टी, नवरंगपुर रे 261टी, नयागढ़ रे 54टी, नुआपड़ा रे 265टी, पुरी रे 52टी, आपण मानकर रायगड़ा रे 117टी, संबलपुर रे 28टी, सोनपुर रे आपण मानकर 28टी, सुंदरगढ़ पाई दैनिक 115टी घर कार्य शेष करने को टार्गेट दिया जाइछि। देखंतु जो सरकार को तरफ हिताधिकारी मान को टार्गेट दिया जाउछि जे आपण माने एही समय रे समाप्त करंतु, किंतु हिताधिकारी माने ठीक समय रे समाप्त न करिबारु बहुत असहाय लोक अछंती, गरीब लोक अछंती, से माने मध्य आवास घर रो सुजोग मध्य पाइ पारनांती। जिला मानकरे जतोटी घर सब दिया हाइछि टार्गेट से माने डिसेंबर सुधा कंप्लीट करिवो बोली सरकार को तरफ निर्देश रहिछि। या सहित मयूरभंज रे सर्वाधिक 40,821 आवास घर टार्गेट दिया जाइथिया बेले भद्रक को 16,742 पक्का घर, नुआपड़ा को 11,131, नवरंगपुर को 10,949, कोरापुट को आपण मानकर 14,193, बलांगीर को 7,757, बालेश्वर को 8,410 पक्का घर शेष करने को निर्देश दिया जाइछि। ता सहित जो माने घर पाइचंती अधा करिक रखिचंती से माने मध्य डिसेंबर सुधा कंप्लीट कला परे जो माने नुआ करी आवेदन करिचंती से मानकु सरकार को तरफरु मंजूरी मिलिबो। सुभद्रा हिताधिकारी मानक पाई कोन रहिछि सूचना। सुभद्रा रो चतुर्थ किस्ती टंका केबे आसीबो नोट करनियंतु, तारिख आपण मानकु मध्य जणाइ देउछि ए वीडियो माध्यम रे। राज्य सरकार को फ्लैगशिप स्कीम सुभद्रा योजना रे 3टी किस्ती टंका हिताधिकारी खाता को आसी सारिछि। 3टी किस्ती रे मोट 15,000 टंका पाई सारिचंती 1 कोटी रु अधिक हिताधिकारी। समस्त योग्य हिताधिकारी निकट रे जेबळी भावे सुभद्रा पहुंचीबो से नै योजना को क्रियान्वयन करने को लगातार भावे प्रयास करुचंती सरकार। तबे चतुर्थ किस्ती टंका केबे आसीबो, केउ माने पाइबे? समस्त योग्य हिताधिकारी निकट रे सुभद्रा योजना टंका पहुंचीबा नै पूर्वरु भी घोषणा करि सारिचंती राज्य सरकार। आसंता वर्ष महिला दिवस अर्थात 2026 मार्च 8 तारिख रे मिलिबो सुभद्रा योजनार चतुर्थ किस्ती टंका। राखी पूर्णिमा रे मिलिथिला तृतीय किस्ती टंका।